କିନ୍ତୁ ଯେତେବେଳେ ସେମାନେ ସରକାରରେ ନଥିଲେ ସେମାନେ ବାରମ୍ବାର କହୁଥିଲେ ସିବିଆଇ ତଦନ୍ତର ଦାବି କରୁଥିଲେ କିନ୍ତୁ ସିବିଆଇ ତଦନ୍ତ ସେମାନେ ବାରମ୍ବାର ଯେଉଁ ଦାବି କରୁଥିଲେ ସେମାନେ ସରକାର ଆଇଲା ପରେ ସିବିଆଇକୁ ଦେବା ପାଇଁ ନିଷ୍ପତ୍ତି ନେବା କଥା ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ନେଲେ ନାହିଁ ଏବଂ ସିବିଆଇକୁ ତଦନ୍ତ ପାଇଁ ଲେଖା ଦେବା ପାଇଁ ମଧ୍ୟ କହିଲେ ତାଙ୍କ ପରିବାରକୁ ତାଙ୍କ ପରିବାର ସମସ୍ତେ ଲେଖା ଦେଲା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସିବିଆଇ ତଦନ୍ତ କରିବା ପାଇଁ ଏମାନେ ରେକମେଣ୍ଡେସନ୍ କରୁନାହାନ୍ତି ଯଦ୍ୱାରା କି ସରକାର ଜଣାପଡ଼ୁଛି ସେମାନଙ୍କର ପ୍ରକୃତ ଦୋଷୀଙ୍କୁ ଧରିବା ପାଇଁ କୌଣସି ପ୍ରକାର ତାଙ୍କର ଭିତରେ ଆତ୍ମୀୟତା ନାହିଁ ତେଣୁ ଆମେ ସରକାରକୁ ଅନୁରୋଧ କରୁଛି ସିବିଆଇ ତଦନ୍ତ ପାଇଁ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ଏବଂ ଯେଉଁ କ୍ରାଇମବ୍ରାଞ୍ଚ ମଧ୍ୟ ଅତି ସ୍ଲୋରେ କାମ ଚାଲିଛି କ୍ରାଇମବ୍ରାଞ୍ଚର ଥିଲାଭଳିଆ ସ୍ଥିତି ଜଣାପଡ଼ୁନାହିଁ ବା ତଦନ୍ତ କଲାଭଳିଆ ସ୍ଥିତି ଜଣାପଡ଼ୁନାହିଁ ଯଦ୍ୱାରା କି ପ୍ରକୃତ ଦୋଷୀ ଧରାପଡ଼ିବେ ତାର କୌଣସି ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ସନ୍ ନିଆଯାଇପାରି ନାହିଁ କିନ୍ତୁ ଆଇନ ମନ୍ତ୍ରୀ କହୁଛନ୍ତି ଦୋଷୀକୁ ଖସାଇବା ପାଇଁ ଗତ ସରକାର କ୍ରାଇମବ୍ରାଞ୍ଚ କରାଯାଉଥିଲା ନାଇଁ ଯଦି ସେମାନଙ୍କର ଯେଉଁ ଅଭିଯୋଗ ଏବେ ମଧ୍ୟ ସେମାନେ ସରକାର ଆଇଲା ପରେ ଅଭିଯୋଗ କରୁଛନ୍ତି ବିରୋଧୀ ଦଳ ହିସାବରେ ରହିବା ପାଇଁ ଚେଷ୍ଟା କରୁଛନ୍ତି ବୋଧେ ସେଭଳି କଥା ନାହିଁ ସେମାନେ ସରକାର ଆଇଲା ପରେ ସେମାନଙ୍କ ସବୁ କଳବଳ କୌଶଳ ଅଛି ସବୁ ସେ ଅନୁସାରେ ସେମାନେ କରନ୍ତୁ ଯେଉଁ ଦୋଷୀକୁ ଧରିବା କଥା ସେମାନେ କ୍ରାଇମବ୍ରାଞ୍ଚ ଲଗାଇଛି ବୋଲୁଛନ୍ତି କ୍ରାଇମବ୍ରାଞ୍ଚର ତ ବର୍ତ୍ତମାନ ସ୍ଥିତିରେ କୌଣସି ଜାଗାରେ କାହାକୁ ପଚରା ଉଚାର ସେଭଳି କିଛି କରୁନାହିଁ କିମ୍ବା ଯେଭଳି ଭାବରେ କରିବା କଥା କରୁନାହିଁ ଆମେ ତ ଚାହୁଁଛୁ ସିବିଆଇ ତଦନ୍ତ କରନ୍ତୁ ସିବିଆଇ ତଦନ୍ତ କରିବା ପାଇଁ ତ ତାଙ୍କର ପରିବାର ମଧ୍ୟ ଲିଖିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀକୁ ଦେଇସାରିଲେଣି ତେଣୁ ସିବିଆଇ ତଦନ୍ତ କଲେ ଅସୁବିଧା କ'ଣ ଅଛି ତେଣୁ ଆଇନ ମନ୍ତ୍ରୀ ଖାଲି ବାସ୍ଫୋଟ ମାରିଲେ ହେବ ନାହିଁ ତାକୁ କାର୍ଯ୍ୟରେ କେମିତି କରାଯିବ ସେଇଥିପାଇଁ କରିବା ପାଇଁ ଚେଷ୍ଟା କରନ୍ତୁ